ଅପଶବ୍ଦ କହିବା ସାଧାରଣ କଥା ହେଇଗଲାଣି। ଗୋଟେ ଟ୍ରେଣ୍ଡ ଯେମିତି ଚାଲିଛି, ଗାଳି ଦେବା ବି କମନ୍ ହେଇଗଲାଣି। ଲୋକ କାହିଁ ଗାଳି ଦିଅନ୍ତି? ଗୋଟେ ଫନି ଆନ୍ସର୍ ମୁଁ ପାଇଛି ତ, ବିରାଟ କନସେପ୍ଟ। ଲୋକ ଆପଣଙ୍କୁ ଗାଳି ଦିଅନ୍ତି ସେତେବେଳେ ଯେତେବେଳେ ଆପଣ ତାଙ୍କଠୁ ଅଧିକା ବା ଉପରେ ଥାନ୍ତି, ମନେ ମନେ ଗାଳି ଦିଅନ୍ତି। ଫ୍ରଣ୍ଟରେ ଦେଖାହେଲେ ଗାଳି ଦିଅନ୍ତି କାରଣ ସେ ବହୁତ ଈର୍ଷା କରନ୍ତି। ପ୍ଲସ୍ ଗାଳି ଦେଲେ ଆପଣ କ'ଣ ରିଆକ୍ସନ୍ କରୁଛନ୍ତି ସେ ଦେଖିବାକୁ ଚାହାନ୍ତି। ରିଆକ୍ସନ୍ ଯଦି ଏତିକି ହେଲା, ସେ ତାକୁ ବଡ଼ କରିକି ଅନ୍ୟ ଆଗରେ କହିବେ, ବଦନାମ କରିବାକୁ ଚେଷ୍ଟା କରିବେ, ମିଛ କହିକି ଗାଳି ଦେବାକୁ ଚେଷ୍ଟା କରିବେ। ଯଦି ଆପଣ ଟିକେ ପତଳା ଅଛନ୍ତି ବା ଶାରୀରିକ ବଳ ବେଶୀ ନାହିଁ, ଗାଳି ଦେଇ ଟେଷ୍ଟ କରିବାକୁ ଚାହାନ୍ତି, ଆପଣ ଟିକେ କହିଲେ ସେ ହାତ ଉଠାଇବେ ବୋଲି। ଆପଣ ଗାଳି ନଦେଲେ ସେ ବେଶୀ ଦୁଃଖ କରନ୍ତି କାରଣ ତାଙ୍କ କାମ ହେଲାନି, କଥାଟା ଜମିଲାନି କିଛି ନା। ବେଳେବେଳେ ଗାଳି ଦିଅନ୍ତି ସେ, ଆପଣ ତାଙ୍କୁ ଡରନ୍ତୁ। ଆପଣ ଯଦି ନ ଡରିବେ, ସେ ବେଶୀ ଗାଳି ଦେଇ ଚେଷ୍ଟା କରିବେ ଆପଣଙ୍କୁ ଉକସେଇବା ପାଇଁ, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ମନେ ବି ପଡ଼ୁନି। ବେଳେବେଳେ ଗାଳି ଦେଇକି ଲୋକମାନେ ବାଁ କୋଡ଼ୁ ଡାହାଣ କୋଡ଼ୁ ଚାହାନ୍ତି, ମୋତେ ଲୋକ ଦେଖୁଛନ୍ତି ତ, ଏ ଲୋକମାନେ ବି ଟିକେ ଡରନ୍ତୁ, ମୋର ଆଧିପତ୍ୟ ରହୁ ଟିକେ, କିଛି ପଛେ ନଥାଉ ଘରେ, କିନ୍ତୁ ଆଗ ଗାଳି ଦେବା, ଟିକେ ଶୋ କରିଦେବା, ଏମିତି ଅନେକ କଥା। ଦରକାର ନାହିଁ ସିଆଡ଼େ ମନ ଦେବା।